ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କ୍ଷୀରେଇଟାଙ୍ଗିରି ଗ୍ରାମ ପଞ୍ଚାୟତରେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ଭାବରେ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିରରେ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବହୁଳ ଭାବରେ ଜନଗହଳି ଦେଖିବାକୁ ମିଳିଥିଲା। ଗ୍ରାମ ପଞ୍ଚାୟତ ଅଧୀନରେ ରହିଥିବା 5ଟି ଗ୍ରାମରୁ ଉଭୟ ପୁରୁଷ ଓ ମହିଳା ଉପସ୍ଥିତ ରହି ତାଲିମ ଶିବିରକୁ ଆଗକୁ ନେବାରେ ସହାୟକ ହୋଇଥିଲେ। ଆବାସ ପାଇବାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଯୋଗାଇ ଦେବା ପାଇଁ ସଦାସର୍ବଦା ଚେଷ୍ଟାରତ ଥିବା ସରକାର ଯେମିତି ପ୍ରକୃତ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସଚେତନ ରହିବା ଆବଶ୍ୟକ। ତେଣୁ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଘର ଯୋଗାଇବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା। ଆଜି ବି ଅନେକ ହିତାଧିକାରୀ ଯେଉଁମାନେ କି ଘରଟିଏ ପାଇବା ପାଇଁ ଯୋଗ୍ୟ କିନ୍ତୁ କୌଣସି କାରଣବଶତଃ ଘର ପାଇବାରୁ ବଞ୍ଚିତ ଅଛନ୍ତି। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଆଶା ରଖାଯାଉଛି। ଯେଉଁମାନେ କି ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ କୌଣସି କାରଣବଶତଃ ଘର ପାଇବାରୁ ବଞ୍ଚିତ ଅଛନ୍ତି, ଯଥାଶୀଘ୍ର ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଆଶା ରଖାଯାଉଛି। ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ଏହି ତାଲିମ ଶିବିର ଖୁବ୍ ଶୃଙ୍ଖଳାର ସହିତ ଆୟୋଜନ ହୋଇଥିବା ବେଳେ ଅନେକ ଲୋକ ଏହି ଶିବିରରେ ସାମିଲ ହୋଇଥିଲେ। ସରକାରଙ୍କ ଯୋଜନା ମୁତାବକ କାର୍ଯ୍ୟ କରିଲେ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇପାରିବେ ନାହିଁ। ସମସ୍ତଙ୍କ ସହଯୋଗର ହାତ ବଢ଼ାଇ ସରକାରଙ୍କ ଯୋଜନା ଉପରେ ଗୁରୁତ୍ୱ ଦେଇ ତାଲିମ ଶିବିରକୁ ସଫଳ କରିବା ପାଇଁ ସାଧାରଣ ଜନତାଙ୍କ ସହଯୋଗ ଆବଶ୍ୟକ, ଯାହାକି ଏହି ତାଲିମ ଶିବିରରେ ଉଲ୍ଲେଖ କରାଯାଇଛି। କ୍ଷୀରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର ଖୁବ୍ ଗହଳି ହୋଇଥିଲା। ସମସ୍ତେ ନିଜ ପାଇଁ ଘର ଖଣ୍ଡିଏ ପାଇବା ଆଶାରେ କାମଧନ୍ଦା ବନ୍ଦ କରି ପଞ୍ଚାୟତ ଅଫିସକୁ ଚାଲି ଆସିଥିଲେ। ଗୋଟିଏ ଭଲ ଘରଟିଏ ଯେ ନିହାତି ଦରକାର, ସମସ୍ତଙ୍କ ମନରେ ଆଶା ରହିଥାଏ। କିନ୍ତୁ ଆର୍ଥିକ ଅନାଟନରେ ଘାଣ୍ଟି ହୋଇ ଅର୍ଥ ସଞ୍ଚୟର ଘୋର ଅଭାବ ରହିଥିବା ଯୋଗୁଁ ଇଚ୍ଛାଶକ୍ତି ଥିଲେ ମଧ୍ୟ ଘରଟିଏ କରିପାରି ନଥାନ୍ତି। ତେଣୁ ଗରିବ ଶ୍ରେଣୀର ପରିବାର ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଖଣ୍ଡିଏ ଯୋଗାଇ ଦେଉଥିବା ଯୋଗୁଁ ସମସ୍ତଙ୍କ ଇଚ୍ଛା ରହିଥାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ। କିନ୍ତୁ ଅନେକ କିଛି କାରଣ ଯୋଗୁଁ ପ୍ରକୃତ ହିତାଧିକାରୀ ଘର ପାଇବାରେ ବିଳମ୍ବ ହେଉଥିବା ଅତ୍ୟନ୍ତ ଦୁଃଖଦାୟକ ହୋଇପଡ଼ିଥାଏ। ଅନେକ ଆଶା ଓ ବିଶ୍ୱାସ ରଖି ଗରିବ ପ୍ରଜାମାନେ ଛୁଟି ଆସିଥିଲେ ଗ୍ରାମ ପଞ୍ଚାୟତ ଅଭିମୁଖେ। ସମସ୍ତଙ୍କ ମନ ଭିତରେ ଗୋଟିଏ ଆଶା, ସେମାନେ ଘର ଖଣ୍ଡିଏ ପାଇବେ। ସେହି ଘର ପାଇବା ସ୍ୱପ୍ନ କେତେ ଦୂର ସଫଳ ହେବ ତାହା ସମୟ କହିବ। ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର ହିତାଧିକାରୀମାନଙ୍କୁ ସହାୟକ ହୋଇପାରିବ ବୋଲି ଆଶା ରଖାଯାଉଥିବା ବେଳେ ଏହି ଶିବିର ଦ୍ୱାରା କେତେ ଦୂର ସଫଳ ହୋଇପାରୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ଆଶା ଓ ବିଶ୍ୱାସର ଭରସା ରଖି ଛୁଟି ଆସିଥିବା ନିରୀହ ଗରିବ ପ୍ରଜାମାନଙ୍କ ଆଶା ଏହି ତାଲିମ ଶିବିର ପୂରଣ କରିପାରିବ ବୋଲି ଆଶା ରଖାଯାଉଛି। ସରକାରଙ୍କ ନିୟମ ଅନୁସାରେ ଗରିବ ସୀମାରେଖା ତଳେ ରହିଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇବା ପ୍ରକ୍ରିୟା ଚାଲିଛି। ଆଉ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଚାଲିବ ବୋଲି ତାଲିମ ଶିବିରରେ ସୂଚନା ଦିଆଯାଉଛି।
ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।